ଆଜି ଏନ୍ତା କାଣା ହେଲା ଯେ ଆମର ବାରିଆଡେ ଏଇ ପୂଜା କରା ହଉଛେ। ପହଲା ତ ଗୁରସ ଦେଇକିରି ମୁଇଁ ଫିରୁଥିସି ସକାଳୁ ସକାଳୁ। ତାରପରେ ତ ଗାଁ ଗୁହାଲ ବନ୍ଧା ହେଇଥିସନ୍ ଯେ ନେଇକିରି ବାହାରେ ବାନ୍ଧି ଦେବାର ଲାଗି ମୁଇଁ ଚେଷ୍ଟା କରୁଥିସି। ତାରପରେ ଆଣିକିରି ବାହାରେ ବାନ୍ଧି ଦେସି। ବାନ୍ଧି ଦେଇ ସାରିଲା ପରେ ନିଆଁ ଟିକେ କୋହଲେଇ ଦେସି। ତାରପରେ ତ ଆମେ ଇଟା ଗଢବାର ଅଛି ବୋଲେ ମୋଟର ଟିକେ ମୁଇଁ ଲଗେଇ ଦେସି। ମୋଟର ଲଗେଇ ସାରିଲା ପରେ ଲାଇନ ଟିକେ ଦେଇ ଦେସି। ତାପରେ ତ ପାନ ଘଲ 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 ହେଇକିରି ବାହାରସି। ପାଇପ କେ ମୋର ଦାଦା ଚିପିକିରି ଧରି ଦେଇଛି ବୋଲେ ପାଇପ ରେ ହଲେ ଗାଁଣ ଫାଟି ଯାଉଛେ। ତାପରେ ପୂଜା କରବାର ଥିସି ବୋଲେ ମୋର ଭାଇ କେ ପଇସା ଦେସି ନଡିଆ ଧୂପକାଠି ଘିନିକି ଆଣୁ ଯା ବୋଲେ ଏକ୍ସେଲ ଦେସି ଯେ ତାର ଯେନ୍ ଔଷଧ ଯେ ନାଇଁ कहନ ତାର ମୋर ଭାଇ ଏତକି ରେସ୍ ଯାସି ସାଙ୍ଗେ ସାଙ୍ଗେ ନଡିଆ ଧୂପକାଠି ଧରିକି ପଳେଇ ଆସି। ତାପରେ ନଡିଆ ଏନ୍ତା ଆସି ଧରିକି ମୁଇଁ ପଳେଇ ଆସି ସେନକେ। ତାପରେ ମୋର ବୁଆ ମୋର ଏନ୍ତା କୁକୁର ପଟେ ପୁଷିଥିସି ତାର ସାଙ୍ଗେ ସବୁବେଳେ ଲାଗୁଥିସି ନ କାଁ ହେଲା ଯେ ବୋଲେ ମନ ହଲେ ଭାগে ଖାଇ ଦେସି। ତାରପରେ ତ ମୋର ଦାଦା ଏଟା ପୂଜା କରବାର ଲାଗି ଷ୍ଟାର୍ଟ କରି ଦେସି। ପୂଜା କଲା ବେଳକେ ଏନ୍ତା ବତରେ ଧୂପକାଠି ଯାଉଛି ଭଗ 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 ଏର କୋହଲା ବାହାରି ଯାଇସି। ପୂଜା ତ କରି ଗୁରା ସାଇନୁ ହୋ ଯା ଯାକେ ଏନ୍ତା ଭିଡିଓ ମାନେ ଭଲ ଲାଗସି କମେଣ୍ଟ ଟେ କରବ ଆର मोर चैनल के फॉलो टे करबो।